କିଛି ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜକୁ ପୁଣି ଫେରିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ଆଉ ଏହି ରେଞ୍ଜରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଦିନରେ ଡେରା ପକାଉଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି ଏବଂ ବିଲକୁ ଯାଇ ଖରଟିଆ ଧାନ ଫସଲ ଖାଇବା ସହିତ ଦଳି ମକଚି ନଷ୍ଟ କରୁଛନ୍ତି। ଗତକାଲି ରାତି ପ୍ରାୟ 10ଟା ସମୟରେ ମେର୍ଦା ପଞ୍ଚାୟତ ଦୁର୍ଗାପୁର ଦେଇ 60 ଟିକିଆ ହାତୀପଲ ଅଁଳା ପଞ୍ଚାୟତର ରାଇକମାକୁ ଆସିଥିଲେ। ଆଉ କ୍ଷେତ୍ରମୋହନ ମହାନ୍ତ ନାମକ ଜଣେ ଭାଗ ଚାଷୀଙ୍କ 5 ମାଣ ଚାଷ ଜମିକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ସେହିପରି ମେର୍ଦା ପଞ୍ଚାୟତ ବର୍ତ୍ତନା ଉପକଣ୍ଠ ଆଳଦିଆ ଗ୍ରାମର ଶମ୍ଭୁ ମହାକୁଡ଼ଙ୍କ ଘରକୁ ମଧ୍ୟ ହାତୀପଲ ଭାଙ୍ଗିଛନ୍ତି। ଏପଟେ ବନ ବିଭାଗ ପକ୍ଷରୁ ନିୟୋଜିତ ହୋଇଥିବା ଗଜସାଥୀମାନେ ଏତେ ବଡ଼ ହାତୀପଲକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ତେଣୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। এটা আজ্ঞা বইঁশি বেহারা বিল তাঙ্ক ঘর হচ্ছে বেলডিয়া আউ মু বাঘ চাষী করুছু এটা দীর্ঘ 3 বর্ষ ধরিকি হয়েগলানি। ଆଉ ଏ ବର୍ଷ ଖରାଦିନେ ରବି ଫସଲ କରିଛି। ଆଉ ଏ କ୍ଷତି ହେଇଛି, ସରକାର ଯଦି ସାହାଯ୍ୟ କରିଥାନ୍ତେ ଆମେ ଖୁସି ହେଇଥାନ୍ତୁ। ଆମେ ତ ଗରିବ ଲୋକ, ମୋ ବାପା ଆଜ୍ଞା ବହୁତ କଷ୍ଟ କରିକି କରିଛି। ଏଇଟା ବୁଢ଼ା ଲୋକ, ଆଉ ସବୁବେଳେ ବିଲରେ ଘାଣ୍ଟି ହୁଏ। ଆଉ ବହୁତ ମନ ଦୁଃଖ କାଲି ପାଖରୁ କରୁଛୁ ଆଜ୍ଞା, ଖାଇ ନାହିଁ ସିଏ। ଆଉ କ'ଣ କରିବା ଏଇଟା। କେତେଟା ଖଣ୍ଡେ ହାତୀ ଆସିଥିଲେ? ଆଜ୍ଞା 70ରୁ 80ଟା ଖଣ୍ଡେ ହାତୀ ଆସିଥିଲେ। ଆଉ ଏଇ ଝଟକା ଦିଆଯାଇଥିଲା ଆଜ୍ଞା, ସବୁ ଭାଙ୍ଗି ଦେଇଛନ୍ତି, ଜମା ପଶିଲେନି। ଖାଲି ମହରି ବିଲରେ ଆଜ୍ଞା ଘାଣ୍ଟି ଚକଟି ହେଲେ ତ ଆଉ ସବୁକା ଧାନ ନଷ୍ଟ କରିଦେଇଛନ୍ତି ଆଜ୍ଞା। ଆଜ୍ଞା ମେସିନ୍ରେ ବି କାଟି ହେବନି, ଯାହାଫଳରେ କି ମେସିନ୍ ପଇସା ବି ଉଠିବନି ମୋର ପଇସା। କେମିତି କିସ କରିବା, ସେଇ ବ୍ୟବସ୍ଥା ଟିକେ କରିଥିଲେ ଭଲ ହେଇଥାନ୍ତା। ଆଉ ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।